श्री गणेशाय नमः। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवी सरस्वती व्यासं ततो जयमुदीरयेत्। मूकं करोति वाचालं पंगुं लङ्घयते गिरिं यत्कृपातमः वन्दे परमानंद माधवम्। भागवत महापुराण तृतीय स्कंद द्वितीय अध्याय। श्रीशुक उवाच एमन्ते विदुरवचन शुणि उद्धव हतयान। कृष्णचरणे मन देई उत्कण्ठेन पारई कही। 5 बरसे तांक माता प्रान्ते जे मने कले चिंता। कृष्ण चिंतारे देई मन मुहूर्ते होइला मौन। तक्षणे देह भाव हुडी कृष्ण भक्ति भावे बुडी। कृष्ण चरणे देई मन उद्धव करई रोदन। कृष्ण सेवारे दिन गला स्वभावे बयस सरिला। विदुर वाणी शुणि कर्णे बदनु नस्तुरे वचने। पुलक करी रोमराजी अश्रु गलई चक्षु बुझी। स्नेह होइला पूर्ण काम स्नेह शरीरे कला स्नान। स्थिरे छड़ाई विष्णु पादे पुणी मिलिला देह मधे। बेनी लोचन घसी करे निश्वास छाड़ी उच्च सोरे। विदुर मुख चाहि दुखे उद्धव कहे अश्रु मुखे। जादव मध्य कृष्ण थाई सूर्यर प्राय प्रकाशई। से सूर्य अस्त गिरी गला निबिड़तम प्रकाशिला। मु एबे अति बड़ दुखे पड़िछि अगतर मुखे। आम्भ कुशल काहियार कहिबा सुध हे विदुर। देख अभाग्य यदुवंश बालक प्राय बुद्धिभ्रष्ट। बसंती कृष्ण अनुसंगे रात्र दिवस अनुरागे। तांकु न जानिले सकले चंद्र मुकुंद जेने जले। जादव कृष्ण संग कले दिन हरंती कुतूहले। संगते पाई नरहरि देखंती अनादर करी। जादवे जानी तान पारी माया मनुष्य नरहरि। विष्णु माया रे सेहु ग्रस्ती
ମନୁଷ୍ୟ ପ୍ରାୟ ସେ ମଣନ୍ତି, ଯାର ମାୟାରେ ଯୋଗୀ ଜନେ ଆତ୍ମାକୁ ଦେଖୁଥାନ୍ତି ଭିନେ। ପ୍ରାଣିକ ତପ ଫଳେ ସେହି ନୟନେ ଶରୀର ଦେଖଇ, ପୁଣି ହରିଲେ ଚକ୍ଷୁ ସଙ୍ଗେ ପ୍ରାଣିକ ଚକ୍ଷୁ ନିଜ ଅଙ୍ଗେ। ମାୟା ମନୁଷ୍ୟ ରୂପେ ହରି ଅନନ୍ତ ଲୀଳାରେ ବିହରି, ସର୍ବସମ୍ପଦ ଅଙ୍ଗ ତୁଲେ ନିଜ ଭୁବନେ ବିଜେ କଲେ। ତାର ବିଭୂତି ଦେବଗଣ ଏବେ ତୁ ବିଦୁର ହେ ଶୁଣ। ଧର୍ମ କୁମର ଯଜ୍ଞ କାଳେ ଦେବ ମନୁଷ୍ୟ ଋଷି ମେଳେ। ଯେ ରୂପ ଦେଖି ତୋ ସମନେ କେବଳ ତରିଲି ନୟନେ। ସେ କୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସେ ରଙ୍ଗରେଖ। ତେଣୁ ମୋହିତ ଚିତ୍ତ ଧରି ମୋକ୍ଷ ଲଭିଲେ ଗୋପନାରୀ। ଯେ ସର୍ବରୂପେ ଏକ ରୂପେ ବସଇ ସର୍ବରୂପେ ବ୍ୟାପୀ, ତାର ବିଭୂତି ଦେବଗଣ ପୂଜନ୍ତି ତାହାଙ୍କ ଚରଣ। ଦେବଙ୍କ ଅର୍ଥେ ସେ ମୁରାରୀ ଜନ୍ମିଲେ ନାନା ରୂପ ଧରି। ସ୍ୱଭାବେ ଜନ୍ମ ଯାର ନାହିଁ, ନିର୍ମିତ ଭାବେ କଲେ ଦେଇ। ଅଗ୍ନି ଯେ ସନେ ନାନା ମତେ ଜନି ସେ ଜଳଇ ଜଗତେ। একথা মোতে খেদ করে সে জন্ম বসুদেব ঘরে। কংসর ডরে গোপ মেলে লুচি যে থিলে বাଳ কাଳେ। তেণু মথুরা পুরে আসি গজ চাণুর কংস ধ্বংসী। মাতা পিতাଙ୍କର ବିଶ୍ୱାସ ବୋଇଲେ କ୍ଷମା କର ଦୋଷ। ତୁମ୍ଭଙ୍କୁ ନିଶ୍ଚିନ୍ତନ କରି ବ୍ୟର୍ଥେ ବଞ୍ଚିଲୁ ଦେହ ଧରି। একথা বিড়ম্বন মোতে চিতে মোহ অবিরতে। তুম্ভে তো দেখিଅছ ডোଳେ ধর্মনন্দন যজ্ঞ কাଳେ। তার চরণ রূপ গন্ধে আঘ্রাণ କରି নাসারান্ধ্রে। কেতা পাশরি পারে চিতে মুকতি কোপ ভোগ নিতে। ভূমির ভারা নাসা অর্থে যাহার জন্ম এ জগতে। তাহাଙ୍କୁ শিশু পাଳ নিন্দি তক্ষণে তার দেহ ছেদি। লুচিলা অভয় চরণে রহিলা অজরা মরণে। যে গতি যোগী জনে চিন্তি জন্ম মরণ
ନିସ୍ତରନ୍ତି। ତାର ବିୟୋଗ କେବେ ସହେ, ଯେ ଜଗତେ ଦେହ ବହେ। ଦେଖ ଭାରତ ମଧ୍ୟ ଯେତେ, ରଥି ପଦାତି ଅପ୍ରମିତେ। ସେ ଲୋକେ ନର ଯେତେ ଥିଲେ, ମରଣେ ତା ମୁଖ ଦେଖିଲେ। ଅର୍ଜୁନ ବାଣେ କ୍ଷୀଣ ହୋଇ, ପଶିଲେ ତାର ଦେହେ ଯାଇ। ତ୍ରୈଲୋକ୍ୟନାଥ ସେ ଅନନ୍ତ, ସ୍ୱଭାବେ କମଳାର କାନ୍ତ। ତ୍ରିଦଶ ଦେବେ ତା ଚରଣେ, ସେବା କରନ୍ତି ଅନୁକ୍ଷଣେ। ସେ ପୁଣି ସ୍ଥାପି ରାଜପଦେ, ପୂଜିଲା ଉଗ୍ରସେନ ପାଦେ। ଦେଖ ପୂତନା ଧାତ୍ରୀ ରୂପେ, ସ୍ତନ ନିବେଶୀ ତାର ମୁଖେ। କ୍ଷୀର ଗରଳ ସଙ୍ଗେ ଦେଇ, ପଶିଲା ତାର ଦେହେ ଯାଇ। ସେ ଦୟାନିଧିର ଚରଣେ, କେବା ନ ପଶିବ ଶରଣେ। ଯେତେ ଅସୁର ଏ ଜଗତେ, ନାସିଲେ ଗୋବିନ୍ଦ ଶ୍ରୀହସ୍ତେ। ଗରୁଡ଼ ପୃଷ୍ଠେ ତାଙ୍କୁ ଚାହିଁ, ପଶିଲେ ତାର ଦେହେ ଯାଇ। ସେ ଭାଗବତ ମଧ୍ୟେ ସାର, କିୟ ବା ଦେବା ପଟାନ୍ତର। କଂସ ରାଜାର ବିନ୍ଦିଗରେ, ଜନ୍ମିଲେ ଦେବକୀ ଉଦରେ। କ୍ଷିତିରେ ଥୋଇ ପୁଣ୍ୟ ଯଶ, ଧରଣୀ ଭାରା କଲେ ନାଶ। ସେ ବସ୍ତୁ ଦେବ କଂସ ଡରେ, ଦେଇ ଥୋଇଲା ନନ୍ଦ ଘରେ। ଗୋପତେ ସଙ୍ଗେ ହଳଧର, ବଞ୍ଚିଲେ ବରଷ 11। ଗୋପାଳଙ୍କର ସଙ୍ଗେ ଥାଇ, ବନେ ଚରାନ୍ତି ନିତ୍ୟ ଗାଇ। ବେଣୁ ଶବଦେ ସିଂହାନାଦ, ବନେ ବୁଲନ୍ତି ଅପ୍ରମାଦ। ଯମୁନା କୂଳେ ଥାଇ ନିତେ, ଭୃଙ୍ଗ କୋକିଳର ସଙ୍ଗତେ। ଯେ ଗୋପ ନାରୀ କଲୋଚନ, କୁମାର ଲୀଳା ବେଣୁ ସ୍ୱାନ। ବିରସ ହରି ସେ କ୍ରୀଡ଼ନେ, ନିରତେ ବସେ ତାଙ୍କ ମନେ। ଗୋଧନ ଘେନି ତାଙ୍କ ସଙ୍ଗେ, ବେଣୁ ବଜାନ୍ତି ନାନା ରଙ୍ଗେ। କଂସର ହିତେ ସେ ଅସୁରେ, ଯେତେ ମିଳିଲେ ତାଙ୍କ ପୁରେ। ପୂତନା ଆଦି ମାୟା ରୂପୀ, ମିଳିଲେ ବନଗିରି ବ୍ୟାପୀ। ତାହାଙ୍କୁ କରି ବାଳ ଖେଳା, ସବୁ ମାଇଲେ ନନ୍ଦ ବଳା। ଯମୁନା ବିଷ ଜଳ ଖାଇ, ମରୁ ଯେ ଥିଲେ ଗୋପ ଗାଇ। ତାକୁ ଜିଆଇ ନନ୍ଦବାଳ, ଅମୃତ କଲେ ବିଷ ଜଳ। ଇନ୍ଦ୍ର ଉତ୍ସବ ଭଙ୍ଗ କରି, ଗୋପ
ଗୋପରେ ପୂଜା କଲେ ଗିରି। ଯେ ଯଜ୍ଞ ପାଇ କୋପ କରି ଇନ୍ଦ୍ରବର ସେ ଘୋର ବାରି। ଗୋରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦବାଳ। ଛତ୍ର ଆକାଶେ ଗିରି ଧରି ରଖିଲେ ଗୋପପୁର ଶିରି। ଶରତ ଋତୁ ଚନ୍ଦ୍ର ଚାହିଁ କାନନେ ବେଣୁନାଦ ବାଇ। ଗୋପୀ ମଣ୍ଡଳେ ଗୋପପୁରେ ରାସ ଉତ୍ସବ କୁତହଳେ। 16,000 ରୂପ ଧରି ରମିଲେ 16,000 ନାରୀ। ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ। ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ। ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ। ଏଣୁ ଗୋବିନ୍ଦ ପାଦେ ରସ କହଇ ଜଗନ୍ନାଥ ଦାସ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ 82 ତୃତୀୟ ସ୍କନ୍ଧେ ବିଦୁର ଉଦ୍ଧବ ସମ୍ବାଦେ ନାମ ଦ୍ୱିତୀୟ ଅଧ୍ୟାୟ।